ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ବହୁମୂଲ୍ୟ ନାମରେ ଆଜିର ଏହି ବାଇବେଲ ଅଧ୍ୟୟନ କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରଭୁଙ୍କ ଦାସ ପାଉଲ ତିମୋଥୀଙ୍କୁ କହନ୍ତି, ବାକ୍ୟ ପ୍ରଚାର କର। ଆଜି ଏହି ବର୍ତ୍ତମାନ ଜଗତରେ ଯଦି ସବୁଠୁ ବେଶୀ ଆବଶ୍ୟକ ରହିଅଛି ତାହା ପରମେଶ୍ୱରଙ୍କର ବାକ୍ୟର ଆବଶ୍ୟକ ରହିଅଛି। ଆମକୁ ଆମର ସାକ୍ଷ୍ୟ ପ୍ରଚାର କରିବା ପାଇଁ କୁହାଯାଏ ନାହିଁ, ଆମର ସଂସ୍ଥାକୁ ପ୍ରଚାର କରିବା ପାଇଁ କୁହାଯାଏ ନାହିଁ, ଆମର ମଣ୍ଡଳୀକୁ ପ୍ରଚାର କରିବା ପାଇଁ କୁହାଯାଏ ନାହିଁ। ବାକ୍ୟ ପ୍ରଚାର କରିବାର ଆବଶ୍ୟକ ରହିଅଛି। ଆଉ ପ୍ରଭୁଙ୍କ ବାକ୍ୟ ନିମନ୍ତେ ଉଦ୍ଯୋଗୀ ହେବା ପାଇଁ ଆମେ ସମୟ ସମୟରେ ଉଦ୍ଯୋଗୀ ହେଲେ ଚଳିବ ନାହିଁ। ଆମକୁ ସବୁ ସମୟରେ କି ଅସମୟରେ ଆମେ ସେଥିରେ ଉଦ୍ଯୋଗୀ ହେବାର ଆବଶ୍ୟକ ରହିଅଛି। ଆଜି ଗୋଟିଏ ପ୍ରସଙ୍ଗ ଉପରେ ଆମମାନେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରସଙ୍ଗଟି ହେଲା, ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ କାହିଁକି ଦରକାର? ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ କାହିଁକି ଦରକାର? ଏହି କଥା କେବଳ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣିବା ଆବଶ୍ୟକ, କେବଳ ତାହା ନୁହେଁ, ମାତ୍ର ପୃଥିବୀର ପ୍ରତ୍ୟେକ ଧର୍ମର ବ୍ୟକ୍ତି ଏହି ବିଷୟ ଜାଣିବାର ନିହାତି ଆବଶ୍ୟକ ରହିଅଛି। ପ୍ରତ୍ୟେକ ବିଶ୍ୱାସୀ ଏହି କଥା ଅତି ଭଲ ଭାବରେ ଜାଣିବାର ଆବଶ୍ୟକ ରହିଅଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ କାହିଁକି ଦରକାର। ଆଜି ଜଗତ ସେହି ବିଷୟ ଜାଣିନାହାନ୍ତି, ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଗ୍ରହଣ କରୁନାହାନ୍ତି। ମାତ୍ର ଯେଉଁମାନେ ଥରେ ଜାଣନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ କ'ଣ ପାଇଁ ଦରକାର, ତାହେଲେ ସେ କେବେ ହେଲେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ଛାଡ଼ିପାରିବ ନାହିଁ। ଆସନ୍ତୁ ଆମେ ଅଳ୍ପ କେତେଟା ପଏଣ୍ଟକୁ ଆମେ ଦେଖିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କାହିଁକି ଆମ୍ଭମାନଙ୍କୁ ଦରକାର। ପ୍ରଥମ ପଏଣ୍ଟ, ଆମମାନେ ଯୋହନ ଲିଖିତ ସୁସମାଚାର ତାହାର 15 ଅଧ୍ୟାୟର 5 ପଦରେ, ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା, ଯେ ମୋ ଠାରେ ରହେ ଓ ମୁଁ ଯାହାଠାରେ ରହେ ସେ ପ୍ରଚୁର ଫଳ ଫଳେ, କାରଣ ମୋ ବିନା ତୁମ୍ଭେମାନେ କିଛି କରିପାର ନାହିଁ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥିପାଇଁ ଆମମାନଙ୍କୁ ଦରକାର ଯେ ଆମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଆମେ କିଛି କରିପାରିବା ନାହିଁ। ଆପଣମାନେ କହିପାରନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଅଣଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ କେତେ କାମ କରୁଅଛନ୍ତି। ସେମାନେ ଘର ଉପରେ ଘର ତିଆରି କରୁଅଛନ୍ତି, ଗାଡ଼ି ଉପରେ ଗାଡ଼ି ସେମାନେ କିଣୁଅଛନ୍ତି, ସେମାନଙ୍କର ଟଙ୍କା ଅଛି, ସେମାନେ ଉଚ୍ଚ ଶିକ୍ଷିତ ଅଟନ୍ତି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସ୍ଥାନରେ ସେଇ କଥା କହୁନାହାନ୍ତି। ଏହି ସ୍ଥାନରେ ଆମ୍ଭମାନଙ୍କୁ ସେ କହୁଅଛନ୍ତି ଯେ ତୁମ୍ଭେମାନେ ମୋ ବିନା ଅନନ୍ତ ଜୀବନ ନିମନ୍ତେ କିଛି କରିପାର ନାହିଁ, ବା ମୋ ବିନା ତୁମମାନେ ଅନନ୍ତ ଜୀବନ ନିମନ୍ତେ ଫଳ ଫଳିପାର ନାହିଁ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଖ୍ରୀଷ୍ଟଙ୍କ ବିନା ପ୍ରଚାର କରୁଅଛନ୍ତି, ଖ୍ରୀଷ୍ଟଙ୍କ ବିନା ଚର୍ଚ୍ଚ ଚଲାଉଅଛନ୍ତି, ଖ୍ରୀଷ୍ଟଙ୍କ ବିନା ୱର୍ସିପ୍ ଲିଡ୍ କରୁଅଛନ୍ତି। ଏହିସବୁ କରିହେବ ଖ୍ରୀଷ୍ଟଙ୍କ ବିନା। ମାତ୍ର ମୁଁ କହିବା ପାଇଁ ଚାହେଁ, ବାଇବେଲ ଯାହା ଆମକୁ କହୁଅଛି ଯେ ଆମେ ଖ୍ରୀଷ୍ଟଙ୍କ ବିନା ଆମେ ଅନନ୍ତ ଜୀବନ ନିମନ୍ତେ ଆମମାନେ କିଛି କରିପାରିବା ନାହିଁ। ଏଥିପାଇଁ ଆମକୁ ଖ୍ରୀଷ୍ଟ ଦରକାର ଯେ ଖ୍ରୀଷ୍ଟଙ୍କ ବିନା ଆମେ ଅନନ୍ତ ଜୀବନ ନିମନ୍ତେ ଆମେ କିଛି କରିପାରିବା। ଦ୍ୱିତୀୟ ପଏଣ୍ଟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହୁଁଅଛି, ଯାହା ସେହି ଯୋହନ ଲିଖିତ ସୁସମାଚାର ତାହାର 6 ଅଧ୍ୟାୟର 67 ଓ 68 ପଦରେ। ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ତୁମ୍ଭେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ? ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ସେ ବାକ୍ୟ ପ୍ରଚାର କରିଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟକୁ ଅନେକ ଶିଷ୍ୟମାନେ, ବାହାର ଲୋକ କଥା କୁହାଯାଏ ନାହିଁ, ଅନେକ ଶିଷ୍ୟମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କଥାକୁ ବୁଝିପାରିଲେ ନାହିଁ।
ଆଉ ଘୃଣାଜନକ ଶିକ୍ଷା ଭାବି ସେମାନେ ସେହି ସମୟଠାରୁ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଗମନାଗମନ କଲେ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ 12 ଜଣ ଶିଷ୍ୟ ଥିଲେ ସେମାନଙ୍କୁ ସେ ପଚାରିଲେ, ତୁମ୍ଭେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ? 68 ପଦରେ ସିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି। ପ୍ରିୟମାନେ, ଏହି ଜଗତରେ ଅନେକ ଧର୍ମ ରହିଛି, ଅନେକ ଧର୍ମ ନେତାମାନେ ରହିଅଛନ୍ତି, ମାତ୍ର ଅନନ୍ତ ଜୀବନର ବାକ୍ୟ କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ଅଛି। ଆମକୁ ଏଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆବଶ୍ୟକ ଯେ ତାଙ୍କ ବିହୁନେ ଆମମାନେ ଅନନ୍ତ ଜୀବନର ବାକ୍ୟ ଆମେ ପାଇପାରିବା ନାହିଁ। ଯେଉଁ ଧର୍ମ ନେତାମାନେ ଅଛନ୍ତି, ଯେଉଁ ଧର୍ମ ପୁସ୍ତକ ଗୁଡ଼ିକ ରହିଅଛି, ସେହି ଧର୍ମ ପୁସ୍ତକ ଗୁଡ଼ିକ ଆମକୁ ଏ ପୃଥିବୀରେ କି ପ୍ରକାର ଭାବେ, ଏ ପାର୍ଥିବ ଜଗତରେ କି ପ୍ରକାର ଭାବେ ଆମେ ସୁଖରେ ସୁବିଧାରେ ରହିପାରିବା ସେ ବିଷୟରେ ଶିଖାଏ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଆମେ ଅନନ୍ତ ଜୀବନର ବାକ୍ୟ ଆମେ ପାଇପାରିବା ନାହିଁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀର ପ୍ରଭୁ ନାହାନ୍ତି, ସେ ସ୍ୱର୍ଗୀୟ ପରମେଶ୍ୱର ସେ ଅଟନ୍ତି। ଦ୍ୱିତୀୟ ପଏଣ୍ଟ ଆମେ ଦେଖିଲୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଆମେ ଅନନ୍ତ ଜୀବନର ବାକ୍ୟ ଆମେ ପାଇପାରିବୁ ନାହିଁ। ଆମେ ତୃତୀୟ ପଏଣ୍ଟ ନିକଟକୁ ଯିବା, ଯାହା ମାନେ ଏଫେସୀୟ ତାହାର 1 ଅଧ୍ୟାୟର 3 ପଦରେ ପ୍ରକାର ଲେଖାଯାଏ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କ ଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ପ୍ରିୟମାନେ, ଏଥିପାଇଁ ଆମକୁ ଖ୍ରୀଷ୍ଟ ଦରକାର ଯେ ଆମକୁ ଆତ୍ମିକ ଆଶୀର୍ବାଦ ଦରକାର। ଆମକୁ ଖ୍ରୀଷ୍ଟଙ୍କ ବିନା ଅନେକ ଶାରୀରିକ ଆଶୀର୍ବାଦ ଗୁଡ଼ିକ ଲୋକମାନେ ପାଇପାରନ୍ତି, ମାତ୍ର ଖ୍ରୀଷ୍ଟ ହିଁ ସମସ୍ତ ଆଶୀର୍ବାଦର ସ୍ରୋତ ଅଟନ୍ତି। ଖ୍ରୀଷ୍ଟଙ୍କ ବିନା ଆମମାନେ କୌଣସି ପ୍ରକାରେ ସ୍ୱର୍ଗୀୟ ଆଶୀର୍ବାଦ ପାଇପାରିବା ନାହିଁ। ସମସ୍ତ ସ୍ୱର୍ଗୀୟ ଆଶୀର୍ବାଦ କେବଳ ଖ୍ରୀଷ୍ଟଙ୍କ ଠାରେ ହିଁ ରହିଅଛି, କେବଳ ଯୀଶୁଙ୍କ ଠାରେ ହିଁ ରହିଅଛି। ଏଥିପାଇଁ ଆମକୁ ଯୀଶୁଖ୍ରୀଷ୍ଟ ଆବଶ୍ୟକ ଯେ ଆମକୁ ଆତ୍ମିକ ଆଶୀର୍ବାଦ ବା ସ୍ୱର୍ଗୀୟ ଆଶୀର୍ବାଦ କେବଳ ସେ ହିଁ ଆମମାନଙ୍କୁ ଦେଇପାରିବେ। ଆମେ ଚତୁର୍ଥ ପଏଣ୍ଟକୁ ଆମେ ଦେଖିବା, ଆମେ ପ୍ରେରିତ ପୁସ୍ତକ ତାହାର 4 ଅଧ୍ୟାୟର 12 ପଦରେ ଏ ପ୍ରକାର ଲେଖାଯାଏ, ତାହାଙ୍କ ଛଡ଼ା କହିଲେ ଯୀଶୁଖ୍ରୀଷ୍ଟଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। ପ୍ରିୟମାନେ, ଦୁନିଆରେ ଅନେକ ଧର୍ମ ରହିଛି, ଅନେକ ଧର୍ମ ନେତାମାନେ ରହିଅଛନ୍ତି, ମାତ୍ର ଏଇ ଜାଗାରେ ବାଇବଲ ଆମମାନଙ୍କୁ ସ୍ପଷ୍ଟ କହେ, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। କାରଣ ଯାହାଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ କେବଳ ଗୋଟିଏ ଯୀଶୁ ନାମ ଦିଆଯାଇଛି, ଯେଉଁ ଯୀଶୁ ନାମରେ କି ପରିତ୍ରାଣ ରହିଛି। ପରିତ୍ରାଣର ଅର୍ଥ ହେଲା ପାପରୁ ଉଦ୍ଧାର। ଏହି ଦୁନିଆରେ କେହି ମଧ୍ୟ ଆମକୁ ପାପରୁ ଉଦ୍ଧାର ଦେଇପାରିବେ ନାହିଁ। ଯଦି କେହି ଆମକୁ ପାପରୁ ଉଦ୍ଧାର ଦେଇପାରିବେ, ତାହେଲେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଅଟନ୍ତି। ଆଉ ସେଥିପାଇଁ ଆମକୁ ଯୀଶୁଖ୍ରୀଷ୍ଟ ଆବଶ୍ୟକ। ଯୀଶୁଖ୍ରୀଷ୍ଟଙ୍କ ବିନା ଆମେ କେହି ହେଲେ ମଧ୍ୟ ପାପରୁ ଆମେ ଉଦ୍ଧାର ପାଇପାରିବା ନାହିଁ। ଆମେ ନେକ୍ସଟ ପଏଣ୍ଟକୁ ଆମେ ଦେଖିବା, ଯାହା ଆମେ ପାଇପାରିବା ଯୋହନ ଲିଖିତ ସୁସମାଚାର ତାହାର 14 ଅଧ୍ୟାୟର
6 ପଦରେ ଯୀଶୁ ତାଙ୍କୁ କହିଲେ, ଏଇ କଥା ଯୀଶୁ ଥୋମାଙ୍କୁ କହୁଅଛନ୍ତି, ମୁଁ ପଥ, ସତ୍ୟ ଓ ଜୀବନ। ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଏଇ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଥୋମାଙ୍କୁ କହୁଛନ୍ତି ଯେ ପିତାଙ୍କ ନିକଟକୁ ଯିବା ପାଇଁ ଅନେକ ପଥ ନାହିଁ। ଯେ ପ୍ରକାର ଏହି ପୃଥିବୀର ଅନେକ ଧର୍ମ, ଅନେକ ବ୍ୟକ୍ତି ସେମାନେ କହନ୍ତି ଯେ ଆମମାନଙ୍କର ଲକ୍ଷ୍ୟ ଗୋଟେ, ମାତ୍ର ଆମମାନଙ୍କ ରାସ୍ତା ଗୁଡ଼ିକ ଅନେକ ଅଟେ। ମାତ୍ର ବାଇବଲ ଆମକୁ ଅତି କ୍ଲିଅର ଭାବେ କହେ ଯେ ଯୀଶୁଖ୍ରୀଷ୍ଟ କହନ୍ତି, ମୁଁ ପଥ। ମୁଁ ଗୋଟିଏ ପଥ ନୁହେଁ, ସେ ପର୍ଟିକୁଲାର ଆମମାନଙ୍କୁ ସେ କହନ୍ତି ଯେ ମୁଁ ହିଁ ସେହି ପଥ, ଆଉ ଦ୍ୱିତୀୟ ପଥ ନାହିଁ। ସେଇ ଗୋଟିଏ ପଥ, ମୁଁ ସେଇ ପଥ, ଆଉ ମୋ ବିନା କେହି ମଧ୍ୟ ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଏଥିପାଇଁ ଆମକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆବଶ୍ୟକ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା କେହି ମଧ୍ୟ ପିତାଙ୍କ ନିକଟକୁ ଯାଇପାରନ୍ତି ନାହିଁ। ଆମେ ଷଷ୍ଠ ପଏଣ୍ଟ ଆମେ ଦେଖିବା, ଯାହା ସେହି ଜହନ ଲିଖିତ ସୁସମାଚାର ତାହାର 14 ଅଧ୍ୟାୟର 13 ପଦରେ ଏ ପ୍ରକାର ଲେଖାଯାଏ, ପୁଣି ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ ନାମରେ ଯାହା କିଛି ମାଗିବ ତାହା ମୁଁ କରିବି। ପ୍ରିୟମାନେ, ପିତାଙ୍କୁ ଅନ୍ୟ କୌଣସି ନାମରେ ବା ସ୍ୱର୍ଗରେ ଅନ୍ୟ କୌଣସି ନାମରେ ମାଗିଲେ ସ୍ୱର୍ଗ ଶୁଣେ ନାହିଁ, କି ପ୍ରାର୍ଥନାର ଉତ୍ତର ମଧ୍ୟ ଆସେ ନାହିଁ। ସ୍ୱର୍ଗ କେବଳ ଯୀଶୁଙ୍କ ନାମରେ ମାଗିଲେ ହିଁ ସ୍ୱର୍ଗ ଶୁଣେ। ଆମେ କେତେ ଲମ୍ବା ପ୍ରାର୍ଥନା କରୁଛୁ, କେତେ କଷ୍ଟ ସହି ପ୍ରାର୍ଥନା କରୁଛୁ, ତାହା ବଡ଼ କଥା ନୁହେଁ। ଯଦି ଆମ ପ୍ରାର୍ଥନା ସ୍ୱର୍ଗ ଶୁଣିବାର ଆବଶ୍ୟକ ରହିଛି, ଆମ ପ୍ରାର୍ଥନା ପିତା ଶୁଣିବାର ଆବଶ୍ୟକ ରହିଛି, ତାହେଲେ ଯୀଶୁ ନାମ ବିନା ଅନ୍ୟ କୌଣସି ନାମରେ ଆମେ ପ୍ରାର୍ଥନା କଲେ ସ୍ୱର୍ଗ ତାହା ଶୁଣେ ନାହିଁ, କି ଉତ୍ତର ମଧ୍ୟ ଦିଏ ନାହିଁ। ଆମ୍ଭେମାନେ ସପ୍ତମ ପଏଣ୍ଟ ମଧ୍ୟକୁ ଆମମାନେ ଯିବା, ଯାହା ଆମମାନେ ପାଇପାରିବା ଏବ୍ରି ପୁସ୍ତକ 13 ଅଧ୍ୟାୟର 5 ପଦରେ। ସେଠାରେ ପ୍ରକାର ଲେଖାଯାଏ, ଆଚାର ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ। ପ୍ରିୟମାନେ, ଏହି ଦୁନିଆରେ ଆପଣ ଯାହାକୁ ଯେତେ ପ୍ରେମ କରନ୍ତୁ ନା କାହିଁକି, ଆଜି ନହେଲେ କାଲି ସେ ଆପଣଙ୍କୁ ଛାଡ଼ିଦେବେ, ଆପଣଙ୍କୁ ପରିତ୍ୟାଗ କରିଦେବେ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଆମମାନଙ୍କୁ ନିଜେ କହିଛନ୍ତି, ମୁଁ ତୁମକୁ କେବେ ଛାଡ଼ିବି ନାହିଁ କି ପରିତ୍ୟାଗ କରିବି ନାହିଁ। ସେଥିପାଇଁ ପ୍ରିୟମାନେ, ଆମକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆବଶ୍ୟକ ରହିଛି। ଆମେ ଦେଖିଲୁ 7ଟା ପଏଣ୍ଟ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ କ'ଣ ପାଇଁ ଆବଶ୍ୟକ। ପ୍ରଭୁ ଏହି ଅଳ୍ପ ଶିକ୍ଷାରେ ଆମ ସମସ୍ତଙ୍କୁ ଆଶୀର୍ବାଦ